ନମସ୍କାର, ମୁଁ ସୁପ୍ରିୟା। ରାମ ମନ୍ଦିରର ଦାନ ଅର୍ଥ ଚୋରି ପ୍ରସଙ୍ଗକୁ ଏ ଭିତରେ ଅନେକ ଦିନ ବିତି ସାରିଲାଣି। ସମସ୍ତେ ପ୍ରାୟ ଘଟଣା ଜାଣି ସାରିଲେଣି ଏବଂ ଘଟଣାକୁ ନେଇକରି କ୍ରିୟା ପ୍ରତିକ୍ରିୟା ଜାରି ରହିଛି। ତମ୍ବି ତୋଫାନ ଚାଲିଛି। ତଦନ୍ତ ପରେ କି ପ୍ରସଙ୍ଗ ସାମ୍ନାକୁ ଆହୁରି ଆସିବ ତାହାର ସ୍ପଷ୍ଟତା ଆସିବା ବି ବାକି ରହିଛି। କିଛି କଥା ହେଇଛି, କିନ୍ତୁ ଯୋଉମାନେ ଇସ୍ତଫା ଦେଇଛନ୍ତି, ଯୋଉମାନେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିଲେ ଟ୍ରଷ୍ଟର, ସେମାନେ ଇସ୍ତଫା ଦେଇଛନ୍ତି ସତ, କିନ୍ତୁ ଏବେ ବି ସେ ପ୍ରସଙ୍ଗରେ ଯେ ସେମାନେ କୌଣସି ପ୍ରକାର ଦାୟୀ ସେ କଥା ଏପର୍ଯ୍ୟନ୍ତ ସ୍ୱୀକାରୋକ୍ତି ଆସିନାହିଁ। ତେବେ ଏ ପ୍ରସଙ୍ଗ ଆଗାମୀ ଉତ୍ତରପ୍ରଦେଶ ରାଜନୀତିକୁ କୋଉ ପ୍ରକାରରେ ପ୍ରଭାବିତ କରିବାକୁ ଯାଉଛି ଏବଂ ଏଭଳି ଏକ ପ୍ରସଙ୍ଗ ଆସି ସାରିଲା ପରେ କି ପ୍ରକାର ପ୍ରତିକ୍ରିୟା ଆସୁଛି ରାଜନୈତିକ ଦଳମାନଙ୍କ ପକ୍ଷରୁ, ଏ ସମ୍ପର୍କରେ ଆମେ ଅଧିକ ସମୀକ୍ଷା କରିବା। ଆମ ସହିତ ସମୀକ୍ଷକ ରହିଛନ୍ତି ବିଜୟ ସାହୁ। ବିଜୟ ବାବୁ, ସ୍ୱାଗତ କରୁଛି ଆଲୋଚନାକୁ। ଅନେକ ପ୍ରସଙ୍ଗ ଏ ଭିତରେ ଚର୍ଚ୍ଚାକୁ ଆସି ସାରିଲାଣି। ରାମ ମନ୍ଦିର ଦାନ ଅର୍ଥ ଚୋରି ପ୍ରସଙ୍ଗ, ବହୁତ ଗୁଡେ ଯୁକ୍ତି ବି ଆସି ସାରିଲାଣି ଯେ ଦାନ ଦେଇକିରି କାହିଁକି କିଏ ହିସାବ ମାଗୁଛି, ହିନ୍ଦୁ ଧର୍ମକୁ ଗୋଟେ ଷଡ଼ଯନ୍ତ୍ର ଭିତ୍ତିରେ ବଦନାମ କରିବା ପାଇଁ, ରାମ ମନ୍ଦିର ଯେହେତୁ ହିନ୍ଦୁ ଧର୍ମର ଗୋଟେ ପରିଚୟର ବଡ ଅଂଶ, ତାକୁ ବଦନାମ କରିବା ପାଇଁ ଚେଷ୍ଟା ହଉଛି। ତମାମ ପ୍ରସଙ୍ଗ ଆସି ସାରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କର ଏ ସମ୍ପର୍କରେ କଣ ମତ ରହୁଛି? ଦେଖନ୍ତୁ, ଆମେ ଏଇ ରାମ ମନ୍ଦିର ଇସ୍ୟୁ ଏବଂ ଚାନ୍ଦା ଚୋରି ବା ଯୋଉ ଭୋଗ ଲାଗୁଛି ସେଇ ଚୋରି ଗୋଟେ ଲିମିଟେଡ ସ୍ପିୟର ରଖିଲେ ଇସ୍ୟୁଟା ବୁଝି ହବନି। ମାନେ ଡେ ୱାନ୍ରୁ ରାମ ମନ୍ଦିର ଇସ୍ୟୁ ଯେବେଠୁ ଆରମ୍ଭ ହେଲାଣି, ମାନେ ତାଲା ଖୋଲିବାଠୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ ପ୍ରତିଷ୍ଠା ପର୍ଯ୍ୟନ୍ତ, ଶୁଭ ଦେବା ପର୍ଯ୍ୟନ୍ତ, ଯଦି ଗୋଟିଏ ଗୋଟିଏ କଡ଼ିକି ଆମେ ଲକ୍ଷ୍ୟ କରିବା, ଯେତେବେଳେ ବିଜେପି ଏବଂ ତାର ଯୋଉ RSS ର ଯୋଉ ବିଭିନ୍ନ ସଂଗଠନ ଏଥିରେ ସାମିଲ ହେଲେ, 80 ଦଶକରୁ ପ୍ରାୟ ସାମିଲ ହେଲେ, ରାଜୀବ ଗାନ୍ଧୀ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ, ସେଇଦିନଠୁ ଏଇଟା ଗୋଟେ ପଲିଟିକାଲ ମୁଭମେଣ୍ଟ ଭାବରେ ଆସିଥିଲା। ଏଠି ରାମ ମନ୍ଦିର ଇସ୍ୟୁଟା ସେକେଣ୍ଡାରୀ ଇନ୍ ଦି ନେମ୍ ଅଫ୍ ରାମ, କିନ୍ତୁ ଗୋଟିଏ କଂଗ୍ରେସ ବା ଅନ୍ୟାନ୍ୟ ରାଜନୈତିକ ଦଳ ବାଦେ ଗୋଟେ ପ୍ରମୁଖ ଶକ୍ତି ଭାରତ ବର୍ଷରେ ସୃଷ୍ଟି କରିବା ପାଇଁ, ରାଜନୈତିକ ଶକ୍ତି ସୃଷ୍ଟି କରିବା ପାଇଁ ଏଇଟାକୁ ଏଇ ମୁଭମେଣ୍ଟଟାକୁ ଆରମ୍ଭ କରିଥିଲେ। ଏପରିକି ଆଡଭାନୀ ବି ତାଙ୍କର ଯେତେବେଳେ ବିଭିନ୍ନ ଇଣ୍ଟରଭ୍ୟୁରେ ସେତେବେଳେ କହିଥିଲେ ଯେ ଏଠି ପ୍ରମାଣ ରାମ ଥିଲେ କି ନଥିଲେ ଏସବୁ ପ୍ରଶ୍ନ ଉଠୁନି, ଏଇଟା ଗୋଟେ ଆସ୍ଥାର ପ୍ରଶ୍ନ, ହେଲା କି? ଆଜି ଯୋଉମାନେ ଆସ୍ଥାର ପ୍ରଶ୍ନ କହୁଥିଲେ, ଟ୍ରଷ୍ଟ ମାନେ ବି ଆସ୍ଥା, ମାନେ ଭରସା, ସେଇ ଆସ୍ଥା କୁ ପୁରାପୁରି ଧ୍ୱଂସ କରି ଦିଆଯାଇଛି। ଏଇଟା ହେଲା ଗୋଟାଏ ପାର୍ଟ। ଏବଂ ସମସ୍ତେ ଜାଣିଯିବା ପରେ ଏ ଘଟଣାକୁ କିଭଳି ପୁଣି ଚପେଇ ଦିଆଯିବ, ମାମୁଲି କିଛି କାରବାର କରିକିରି ଅର୍ଡିନାରୀ କିଛି କର୍ମଚାରୀ ଏମାନଙ୍କ ଉପରେ ଦୋଷ ଲଦି ଦେଇକିରି, ମାନେ ଯୋଉମାନେ ପ୍ରକୃତରେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ରକ୍ଷା କରିବା ଉଦ୍ୟମ ଚାଲିଛି। ଯୋଉ କଥାଟି ଆପଣ କହିଲେ, ଏ ଯୋଉ ଧରନ୍ତୁ 8 ଜଣ ଗିରଫ ହେଇଛନ୍ତି, ସେମାନେ ଅର୍ଡିନାରୀ କର୍ମଚାରୀ। ଜଣେ ଡ୍ରାଇଭର, ଯୋଉ ଚମ୍ପତ ରାୟଙ୍କର ଡ୍ରାଇଭର, ଅନିଲ ମିଶ୍ର, ଡକ୍ଟର ଅନିଲ ମିଶ୍ର, ଯିଏକି ଇମ୍ପୋର୍ଟାଣ୍ଟ ପ୍ରଧାନମନ୍ତ୍ରୀଙ୍କର ଅତି ଘନିଷ୍ଠ ଲୋକ, ସମସ୍ତ ନିର୍ମାଣ କାର୍ଯ୍ୟର ସେ ଥିଲେ ମାନେ ଫିଲ୍ଡ ସୁପରଭାଇଜର, ମାନେ ଦେଖୁଥିଲେ, ହେଲା କି? ତାଙ୍କର ଯୋଉ ପୁତୁରା 2 ଜଣ, ଆଚ୍ଛା, ଗୋପାଳ ରାୟ ଆଉ ଜଣଙ୍କର, ଯିଏକି ମାନେ କର୍ଣ୍ଣାଟକ ବିଭିନ୍ନ ସମୟରେ ମାନେ ଯାଉଥିଲେ, ଟ୍ରେନରେ ଯାଉଥିଲେ, ପ୍ଲେନରେ ଫେରୁଥିଲେ। ଏଇ ଯୋଉ ଏମାନେ ହଉଛନ୍ତି ଛୋଟ କର୍ମଚାରୀ।
ହଁ କିନ୍ତୁ ଟ୍ରଷ୍ଟଟା ତ ଭାରତ ସରକାର ନିର୍ମାଣ କରିଥିଲେ ନା। ହଁ ଯାହା ସୁପ୍ରିମକୋର୍ଟ ସମ୍ପର୍କରେ ସଂସଦରେ କୁହା ବି ଗଲା। ହଁ ଏବଂ 5 ଜଣ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏଥିରେ ସମ୍ପୃକ୍ତ ଥିଲେ। ଏବଂ ନିର୍ବାଚନ ପୂର୍ବରୁ 2024 ନିର୍ବାଚନ ପୂର୍ବରୁ ଆଜ୍ଞା ଏଇଟାକୁ ମାନେ ରାୟଟା କେମିତି ଆସିବ ଏବଂ ସେଇଟା ନିର୍ବାଚନରେ କିଭଳି ତାକୁ ବ୍ୟବହାର କରାଯିବ ସେଥିପାଇଁ ରାୟ ଆସିଥିଲା। ଏବଂ ଯୋଉ ଟ୍ରଷ୍ଟଟା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ହିଁ କରିଥିଲେ। ଯୋଉ ଲୋକ ଗୁଡିକ ଆପଣ ଯୋଉ ଦେଖିବେ ଟ୍ରଷ୍ଟ ଧରନ୍ତୁ ପରମାନେଣ୍ଟ ମେମ୍ବର 8 ଜଣ ଆଉ ଯୋଉ ଏକ୍ସ ଅଫିସିଓ ମେମ୍ବର ଅଛନ୍ତି ଏକ୍ସ ଅଫିସିଓର ଚେୟାରମ୍ୟାନ ଅଛନ୍ତି ଆମର ପ୍ରଧାନମନ୍ତ୍ରୀଙ୍କର ଏକ୍ସ ଯୋଉ ପ୍ରିନ୍ସିପାଲ ସେକ୍ରେଟାରୀ ନୃପେନ୍ଦ୍ର ମିଶ୍ର। ଆଚ୍ଛା ତେଣୁ ଏଇ ଯୋଉ ଷ୍ଟ୍ରକ୍ଚରଟା ଯଦି ଦେଖାଯାଏ ତାହେଲେ ଘଟଣା ଘଟିଯିବା ପରେ ଫାଷ୍ଟ ମିଟିଂ କୋଉମାନେ କରିଥାନ୍ତେ? ଯୋଉମାନେ ଟ୍ରଷ୍ଟ ପୁରା ଟ୍ରଷ୍ଟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏବଂ ହୋମ ମିନିଷ୍ଟରଙ୍କ ନେତୃତ୍ୱରେ, କାରଣ ଏଇଟା ତ ଗୋଟେ କ୍ରାଇମ ହେଇଛି ନା। ଏଇଟା ତ ଅପରାଧ ଅପରାଧ ହେଇଛି। ତେଣୁ ଉଚ୍ଚସ୍ତରୀୟ ବୈଠକ ହବା କଥା। ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦେ କିଛି କହିନାହାନ୍ତି। ସେଇଥିପାଇଁ ଯେ ପବ୍ଲିସିଟି ବେଳେ ଯିଏ ଆକାଉଣ୍ଟେବିଲିଟି ବେଳେ ସିଏ କାହିଁ ନୁହନ୍ତି ନାହାନ୍ତି। ଆଚ୍ଛା ଏପରିକି ହୋମ ମିନିଷ୍ଟର ବି ପଦେ କହିନାହାନ୍ତି। ଆଚ୍ଛା ଯୋଉମାନେ ବି ପ୍ରଥମେ ପ୍ରତିକ୍ରିୟା ଆପଣ ଲକ୍ଷ୍ୟ କରିବେ ବିଶ୍ୱ ହିନ୍ଦୁ ପରିଷଦ ଏବଂ RSS ର ଯୋଉ ମୁଖ୍ୟ ନେତା ମାନେ ଯୋଉ ପ୍ରତିକ୍ରିୟା ଦଉଥିଲେ ଯୋଉ ଭଳି ଭାବରେ ଗତ 6 ତାରିଖ ଯୋଉ ନବୀନଙ୍କର ମିଟିଂ ହେଲା ତାଙ୍କ ଯୋଉ କେନ୍ଦ୍ରୀୟ ସଭାପତି ନିତିନ ନବୀନଙ୍କର ସଭାପତି ହେଲା ମିଟିଂ ହେଲା ମାନେ ଇଏ ଉତ୍ତରପ୍ରଦେଶରେ। ସେଇ ତା ପରଠୁ ମାନେ ତାଙ୍କର ଟୋନ ଚେଞ୍ଜ ହେଇଛି। ମାନେ ସେମାନେ ଇନଡାଇରେକ୍ଟଲି ଡାଇରେକ୍ସନ ଦେଇଛନ୍ତି ସଂଘ ପରିବାର ଏବଂ ବିଜେପି କି ଯେ ତମେ 3 ଜଣଙ୍କୁ ଟାର୍ଗେଟ କର। ଏକ ହଉଛି ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ, 2 ହଉଛି ଅଖିଳେଶ ଯାଦବ, 3 ହଉଛି ଆମର ଭଦ୍ରା ମାନେ ଇଏ ଶ୍ରୀମତୀ ଭଦ୍ରା ହେଲା କି। ଆଚ୍ଛା ମାନେ କଂଗ୍ରେସ ପ୍ରିୟଙ୍କା ଭଦ୍ରା ଏଇ 3 ଜଣଙ୍କୁ ତମେ ଟାର୍ଗେଟ କର। ଏମାନେ ଚକ୍ରାନ୍ତ କରିକିରି ହିନ୍ଦୁ ସମାଜକୁ ଏବଂ ରାମଙ୍କ ଉପରେ ଆସ୍ଥାକୁ ନଷ୍ଟ କରୁଛନ୍ତି। ବୁଝିପାରିଲେ କି? ତେଣୁ ଏଥିରୁ ଜଣା ପଡୁଛି ଏଇଟା ଗୋଟେ ତାଙ୍କର ମନି ମିଣ୍ଟିଂ ଫ୍ୟାକ୍ଟ୍ରି ଥିଲା। ରାମ ମନ୍ଦିର ନାଁରେ 1000 କୋଟି ଟଙ୍କା ଆଦାୟ ହଉଥିଲା ନା, ଦୈନିକ ଯାଉଥିଲେ, ବିଶ୍ୱବ୍ୟାପୀ ଚାନ୍ଦା ଆସୁଥିଲା। ଏପରିକି ଯୋଉମାନେ ବି ହିନ୍ଦୁ ଧର୍ମର ନୁହଁ ରାମ ମନ୍ଦିର ପ୍ରଥମେ ନିର୍ମାଣ କ୍ଷେତ୍ରରେ ଜମି କ୍ଷେତ୍ରରେ ବହୁତ ମୁସଲିମ ବି ଦାନ କରୁଛନ୍ତି। ବୁଝିପାରିଲେ କି? ଏଇଟା ତ ଆଜିର ପ୍ରଶ୍ନ 50-60 ବର୍ଷ ଧରିକିରି ଲଢେଇ ଚାଲିଛି। ଆଚ୍ଛା ତେଣୁ ଖାଲି ଚାନ୍ଦା ଚୋରି ନୁହଁ, ମାନେ ଟୋଟାଲ ଡେ 1 ରୁ ଜମି ରିଏଲ ଇଷ୍ଟେଟ ଏପରିକି ଅଭିଯୋଗ ଆସିଛି ବହୁ କଦର୍ଯ୍ୟ କାର୍ଯ୍ୟ ବି ସେଠି ଚାଲିଛି। ରିଲିଜିୟସ ଟୁରିଜିମ ନାଁରେ ଏଠି ହୋଟେଲ ଶିଳ୍ପ ହେଇଛି। ସେଠି ଯାହା ହୁଏ ସେ ସବୁ କାମ ହଉଛି। ଏଇ ଯୋଉ ଅଭିଯୋଗ ଗୁଡିକ ଆସିଛି ଏବଂ ଯେତିକି କଥାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଅଣାଗଲାଣି ବା ଯେତିକି କଥା ଆସିଲାଣି, ଏହା କେତେ ଦୂର ମାନେ ପ୍ରଭାବିତ କରିବ? କାରଣ ବିଜେପି ହଉ ସଂଘ ଏବଂ ସଂଘ ପରିବାରର ବିଭିନ୍ନ ଅଙ୍ଗ ଏମାନେ ସମସ୍ତେ ଦୀର୍ଘ ଦିନ ଧରି ରାମ ମନ୍ଦିର ପ୍ରସଙ୍ଗକୁ ହିଁ ଗୋଟେ ମାନେ ତାଙ୍କର ଯାହା କୁହନ୍ତି ତାଙ୍କର ଗୋଟେ ଯାହା ବି କିଛି ଘଟିଲେ ତାଙ୍କର ଗୋଟେ ଥାଏ ଅସ୍ତ୍ର ଯେ ଏଇଟା ରାମ ମନ୍ଦିର ଆମେ କରିଛୁ କି ରାମ ମନ୍ଦିର ଆମ ଦ୍ଵାରା ହେଇପାରିଛି। ଏଇ ଯୋଉ କଥାଟି ସେଇଟିକୁ କୌଣସି ପ୍ରକାର ଯୋଉଟା ହିନ୍ଦୁତ୍ୱ ଯେମିତି କୁହାଯାଉଥିଲା ଯେ ଜାତି ଭେଦକୁ ହଟେଇକିରି ସବୁ ହିନ୍ଦୁଙ୍କୁ ଗୋଟେ ଏକାଠି କରିବା ପାଇଁ ରାମ ମନ୍ଦିର ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତ ସେଇ ଯୋଉ କଥାଟା ଯୋଉ ହିନ୍ଦୁତ୍ୱ ଯୋଉ ପ୍ରସଙ୍ଗଟି ତାକୁ କୌଣସି ପ୍ରକାର ଧକ୍କା ଲାଗିଛି କି ଏ ଘଟଣାଟି ପରେ? ନାଇଁ ଆପଣ ଯୋଉ ଭାବୁଛନ୍ତି ବା ସାଧାରଣ ଆମେ ଯୋଉ ଭାବୁଛେ ତାଙ୍କର ଯୋଉ ରାଙ୍କ ଆଣ୍ଡ ଫାଇଲ ଯୋଉମାନେ ବଡ ବଡ ପଦବୀରେ ନାହାନ୍ତି
ସେମାନଙ୍କୁ ଧକ୍କା ଲାଗିଥିବ ତେଣୁ ସେ ସଂଗଠନ ବିରୁଦ୍ଧରେ ଯିବେ କି ମତ ପରିବର୍ତ୍ତନ କରିବେ ନିର୍ବାଚନରେ ଅଲଗା ପକ୍ଷକୁ ଯିବେ ଏଇଟା କହିବା ବର୍ତ୍ତମାନ ମାନେ ଟୁ अर्ली ଟୁ ସେ ବୁଝିପାରିଲେ କାହିଁକି ଯୋଉ ପାଣ୍ଠିଟା ହଜାର ହଜାର କୋଟି ଟଙ୍କା ଆପଣ ଚିନ୍ତା କରନ୍ତୁ ଟୋଟାଲ ନେଟୱାର୍କଟା ଯୋଉ ଆୟଟା ସେଇ ଆୟଟା ତ ବ୍ୟବହାର ହେଇଛି ନା ଏଇ ନିର୍ବାଚନ ପ୍ରକ୍ରିୟା ଭିତରେ ଏମପି କିଣା ଏମଏଲଏ କିଣା ବିଭିନ୍ନ ଜାଗାରେ ମାନେ କ'ଣ ବିରାଟ ବିରାଟ ପାର୍ଟି ଅଫିସ ସେଗୁଡ଼ା ସବୁ ଆସିଛି କୋଉଠୁ ବୁଝିପାରିଲେ କି ତେଣୁ ତାର ବେନିଫିସିଆରୀ କିଏ ହେଇଛନ୍ତି ମନ୍ଦିରର ଅର୍ଥରେ ସେଇ ପ୍ରକାର କାମ କରାଯାଉଛି ହେଇନଥିବ ବୋଲି ତାର ପ୍ରମାଣ କ'ଣ ଯଦି ଗୋଟେ ଆଶଙ୍କା ଆସୁଛି ଯେ ମନ୍ଦିର ଅର୍ଥରେ ଏଇଆ ହେଇଥାଇପାରେ ନାଇଁ ଆଶଙ୍କା ଯେହେତୁ କୌଣସି ଜିନିଷ ପ୍ରମାଣ ନହେଲେ ଇଣ୍ଡିଆନ ଜୁଡିସିଆରୀର ନିୟମ ହଉଛି till somebody is not found guilty he is not guilty ହେଲା କି ତେଣୁ ସେଇ ଧାରଣାରେ ଆପଣ କହିପାରନ୍ତି କିନ୍ତୁ କେତେ ଗୁଡା ଶୁଣନ୍ତୁ ସରକମଷ୍ଟାନ୍ସିଆଲ ଏଭିଡେନ୍ସ ଥାଏ ହଠାତ୍ ଗୋଟିଏ ରାଜନୈତିକ ଦଳ 2019 ପୂର୍ବରୁ ତାଙ୍କର କ'ଣ ସ୍ଥିତି ଥିଲା ଗୋଟେ ସରକାରୀ ଅଫିସ ଇଏ କରି କୋଉଠି ଅଫିସ ଟେ କରିଥିଲେ କିନ୍ତୁ ଆଜି ଡିଷ୍ଟ୍ରିକ୍ଟ ସ୍ତରରେ ଯେତେ ଭାରତ ବର୍ଷର ଯେତିକି ଡିଷ୍ଟ୍ରିକ୍ଟ ଅଛି 100 କୋଟି ଟଙ୍କାର କୋଉଟା 50 କୋଟି 40 କୋଟି 100 କୋଟି ଆପଣ ତ ମୁଖ୍ୟ ଅଫିସ ଦେଖିଲେ ଆହୁରି ବହୁତ ଅଫିସ ହେଇଛି ଏପରିକି ବ୍ଲକ ସ୍ତରୀୟ ବି ବଡ ବଡ ଅଫିସ ହେଲାଣି ମୋର କହିବା କଥା ଏଇ ଯୋଉ ପାଣ୍ଠିଟା କୋଉଠି ତ ଗୋଟେ ଆସୁଛି ନା ଏବଂ ସେଇ ଯୋଉ ପାଣ୍ଠି ଆପଣ ଧରନ୍ତୁ ଚାନ୍ଦା କଥାକୁ ଛାଡି ଦିଅନ୍ତୁ କେହି ଚାନ୍ଦା ଦେଇନି ସେଇଟାକୁ ହିସାବକୁ ନେବେନି କିନ୍ତୁ ଯିଏ କର୍ପୋରେଟ ଚାନ୍ଦା ଦେଲା ବୁଝିପାରିଲେ କି ମାନେ ରାମ ଭକ୍ତି ନାଁରେ ଆସ୍ଥା ନାଁରେ ସେଠି 5 ଦେଲା ଆଉ 50ର କାମ ଅଲଗା ଗୋଟେ ଜାଗାରେ କରେଇଦେଲା ବୁଝିପାରିଲେ କି ଯେତେବେଳେ କୌଣସି ଅଡିଟ୍ ହଉନି ଯଦି କୌଣସି ଅଡିଟ୍ ନାହିଁ କୌଣସି ପବ୍ଲିକ ଆକାଉଣ୍ଟେବିଲିଟି ନାହିଁ ତେଣୁ ୟାର ଯଦି ସବୁ ରହସ୍ୟ ପଦାକୁ ଆସନ୍ତା ତାହେଲେ ଜଣା ପଡନ୍ତା ଦ୍ୱିତୀୟ ପାର୍ଟ ହଉଛି ନିର୍ବାଚନର ଫଳାଫଳ ସହିତ ଆର କିଛି ସମ୍ପର୍କ ନାହିଁ ନିର୍ବାଚନ ପ୍ରକ୍ରିୟା ଅଲଗା ବାଟରେ ହଉଛି ଫଳାଫଳ ତ ସମ୍ପର୍କ ନାହିଁ ସତ କିନ୍ତୁ ଗୋଟେ ନ୍ୟାରେଟିଭ ତ ବିଲ୍ଡିଂ ହେଇପାରେ ଯେମିତି କି ଅଯୋଧ୍ୟା ପ୍ରତ୍ୟାଖ୍ୟାନ କଲା ସେ ସମୟରେ ଗୋଟେ ତ କଥା ଆସିଲା ଯେ ଦେଖନ୍ତୁ ଆପଣ ରାମ ମନ୍ଦିର କଥା କହୁଥିଲେ କିନ୍ତୁ ଅଯୋଧ୍ୟା ବି ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲା ଅଯୋଧ୍ୟା ବାସୀ ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲା ଏଇଭଳିଆ କଥା ଆସିଥିଲା ବର୍ତ୍ତମାନ ଦେଖନ୍ତୁ ଆଗାମୀ ଜାନୁଆରୀ ନା ଫେବୃଆରୀରେ ହଉଛି ଉତ୍ତରପ୍ରଦେଶ ନିର୍ବାଚନ ଯଦି ରାଜ୍ୟ ନିର୍ବାଚନ କଥାକୁ ଦେଖିବା ବର୍ତ୍ତମାନ ଯୋଉ ପ୍ରକ୍ରିୟାରେ ତାଙ୍କର ତଦନ୍ତ ଆରମ୍ଭ ହେଇଛି ଆପଣ ଦେଖନ୍ତୁ ଚମ୍ପତ ରାୟ ଇସ୍ତଫା ଦେଲେ ଆକ୍ସେପ୍ଟ ହେଇଗଲା ହେଲା କି କିନ୍ତୁ ସେ ଷ୍ଟେଟମେଣ୍ଟ ଦେଇଛନ୍ତି ମୁଁ କ୍ୟାମ୍ପସ ଛାଡିକିରି ଯାଉନି ବୁଝିପାରିଲେ କି ଯିଏ ଯାହାର ଅଥରିଟି ଯାହାଙ୍କ ପଛରେ 400-500 ମାନେ ଯୋଉ ସିକ୍ୟୁରିଟି ମାନେ ବାଉନ୍ସର ନିଯୁକ୍ତ ହେଇଥିଲେ ତାଙ୍କର ବ୍ୟବହାର ଏବଂ କଥାବାର୍ତ୍ତା ଯୋଉ ବିଭିନ୍ନ ଇଣ୍ଟରଭ୍ୟୁରେ ତାଙ୍କ କ୍ୟାମ୍ପରୁ ଆସୁଛି ମାନେ ବିରୋଧୀ କହୁନାହାନ୍ତି ତାଙ୍କ କ୍ୟାମ୍ପରୁ ଆସୁଛି ସେଭଳି ବ୍ୟକ୍ତି ଯିଏକି ପ୍ରଧାନମନ୍ତ୍ରୀ ସେ ଫୋନ କଲେ ଉଠାଇବା ପାଇଁ ବାଧ୍ୟ ହେଇଛି ତେଣୁ ଏଭଳି ବ୍ୟକ୍ତି ଗୋଟା ବାହାରକୁ ଶୋ କରିବା ପାଇଁ ଇସ୍ତଫା ଦେଇଦେଲେ ଆକ୍ସେପ୍ଟ ହେଇଗଲା କିନ୍ତୁ ସେ କହୁଛନ୍ତି ମୁଁ କ୍ୟାମ୍ପସ ଛାଡିକିରି ଯାଉନି ଏକ ଦ୍ୱିତୀୟ ହଉଛି ସେ ଯେ ଡକ୍ଟର ଅନିଲ ମିଶ୍ର ଯାହାର ଦୁଇଟି ପୁତୁରା ନା ଭଣଜା ଲବକୁଶ ଏବଂ ଆଉ ଜଣେ ଗିରଫ ହେଇଛନ୍ତି ସେ କହିଲେ ମୁଁ ଇସ୍ତଫା ଦେଇଛି ଏଇଟା ଗୋଟେ ମୋରାଲ ଗ୍ରାଉଣ୍ଡରେ ହେଲା କି ମାନେ ମୁଁ କହୁଛି ଯେ କେହି ସେଥିରେ ଅଛନ୍ତି ବୋଲିକିରି ଇସ୍ତଫା ଦେଇଛନ୍ତି ବୋଲି କେବେ କହୁନାହାନ୍ତି ଦୃଷ୍ଟିରୁ କିନ୍ତୁ ସାର୍ ଏଇ କଥା ବାହାର ଲୋକ କହୁନାହାନ୍ତି ସେଇ ଭିତରର ଲୋକ କହୁଛନ୍ତି ଏଇଟା ହିଁ ତ ଅଡୁଆ କରିଛି ସମ୍ଭବତଃ ସଂଘ ପରିବାରକୁ ଭିତର ଉତ୍ତରପ୍ରଦେଶ ଲୋକ ଉତ୍ତରପ୍ରଦେଶ ଆପଣ ଦେଖନ୍ତୁ 2ଟା କ୍ୟାମ୍ପ ସେଠି ଆରଏସଏସ ଭିତରେ ବି 2ଟା ଗୋଟେ ଯୋଗୀ କ୍ୟାମ୍ପ ଗୋଟେ
मोदी कैंप कही परिबा बा अमित शाह कैंप हाँ। कारण अमित शाह दिने भी जाई नांती राम मंदिर को माने से सब जगह राम को ना देकर 100 थर भाषण देते किंतु दिने अयोध्या से जाई नांती। अच्छा सेठी दीटा कैंप भितर लड़ाई। अच्छा यही जो ट्रस्ट फर्स्ट सेटा जोगी को प्रभाव कम थिला बुझिपारे ऊपर स्तर ऊपर स्तर होता एवं जोगी भी गोटे आस्पिरेंट माने मोदी परे नेक्स्ट प्रधानमंत्री हाँपाई जड़े से आस्पिरेंट कारण उत्तर प्रदेश हूँ गोटे बड़ राज्य 83 ना तेणु सी भी असंतुष्ट थिले किंतु बर्तमान जिते घटनाटा घटीला इमिडिएटली अफेक्ट को भोटर है उत्तर प्रदेश माने जोगी ही है बुझिपारे कि हाँ ये द्वंद्वटा देखो बीजेपी फोरगो भी कर उत्तर प्रदेश निर्वाचन जोगी की बलि पकड़ापी। अच्छा जोगी की बाद निर्वाचन हेले भी जीति पारनी तेणु यहीटा को से माने किभली हैंडल करेंगे अच्छी 6 मास निर्वाचन आचरण विधि हो नवेम्बर कि अक्टोबर नवेम्बर आ भितर माने काउंटर प्रचार करी इश्यूटा को माने पेसिफाई करने चेष्टा करेंगे एति टंका आदाय है 70-80 लाख टंका आदाय है जो कथाटा कहउचंती जे आपण माने कहउतिले लोकंकर विश्वास टूटी गला लोक आसीबेनी राम मंदिर देखंतु केते लोक आसुचंती देखंतु एबे आमे एठिकार मीडिया रे भी देखिलु सेमती रिपोर्ट आसिला कहा गला जातीय स्तर रे भी चलची जे देखंतु अधिक दान आसुची आपण कोन कहउचन जे दान चोरी पर लोक आ दान देबेनी बोलिकरी राम मंदिर आसीबेनी बोलिकरी किंतु तार ठीक ओलटा होची किंतु तार आउ गोटे कथा भी सामना को आसी जे अधिक दान नुहे चोरी हेई पारुनी वर्तमान कारण चोरी प्रसंग चर्चा रे रहिची सेति पई जहा आसुची ताहा देखा जाउची बोली अधिक बोली कुहा जाउची किंतु विभिन्न प्रकार युक्ति है। हां नहीं देखो जो बैंक है एसबीआई तो सेठी एसबीआई रो अकाउंट किंतु ए जो माने क्लर्क थिले से एसबीआई रा एक्चुअली नुह बर्तमान आपण बैंकिंग सिस्टम जदि लक्ष्य करेंगे गोटे स्टेट बैंक को जातु जेकोसी बैंक को जाती आगुरी आम जमी होते ये स्टेट बैंक कर्मचारी बहुत जन आउटसोर्सिंग आउटसोर्सिंग से आरएसएस रो कैडर है कि से माने गणति करते हुए तो एसबीआई रो मूल ढांचार भी लोक हेइतांतु ना कहीं किंतु तांको काम को देखिबा दायित्व पई तो ट्रस्ट रो पूरा व्यवस्था टे थिबो स्टेट बैंक रा कामटा कोन तांकर जते टंका डिपॉजिट हेबो ताकू से सर्कुलेट करिवे बैंक रा काम कोन टंका माने अकाउंट खोलिले टंका आसु एवं ताकू लोन देई के ये को बैंक रा तो निजस्व किछि प्रोडक्शन यूनिट न ना बैंक हला कि सेटा किंतु आज 23 जन इस्तीफा दे दैछथि तांकर समुदाय 30 जन भितर 23 जन इस्तीफा दे दैछथि सेमान कहया कथा जे आ टंका ए 10 टंकिया 20 टंकिया 5 टंकिया चंदा आउछि हला कि सेगुडा बंडल करिया पई आगुरु 500 ए जो टंका टंकिका आस्तला बड़ नोट आस्तला तेणु ताकू बंडल करिया कम समय भितर होउथला बर्तमान से 10 टंकिया 5 टंकिया कि कॉइन आकु गणिया बहुत समय लगुच कि दरमा बढ़ाऊ ना तेणु 23 जन इस्तीफा दे दीचन तेणु बेसी टंका आसले ये प्रश्न ही ना किंतु बड़ कथा है केवल तो ये जो 45 दिन चांदा नुह से गोटे धरी जो 45 दिन सीसीटीवी फुटेज रही हाँ माने जो दिन ठू अभियोग है जो दिन ठू अभियोग है एसआईटी जो दिन ठू है मन रखु से दिन ठू 45 दिन हिसाब किंतु अभियोग तो है 89 रु 87 रु जो कथा किसी लोक तांकरी भितर बाहर करी कहउचंती आमे एते वर्ष होला तांकरी भितर नुह तांकर मुख्य लोक एपरि के से जो सती रितंबरा उमा भारती तापर से माने इम्पोर्टेंट ट्रस्ट रो इम्पोर्टेंट कर्मचारी यंग अवस्था जे कि राम मंदिर जो बाबरी मस्जिद भांगिया रे जे कमा को जाइथले अच्छा बाकी अयोध्यार जो माने लोकल जर्नालिस्ट बुझिपारे ये राति पाइले धरतु आपणकर घरटा
ଚଣ୍ଡୀ ମନ୍ଦିର ପାଖରେ ରାତି ପାଇଲେ ଆପଣ ଦେଖୁଛନ୍ତି ଚଣ୍ଡୀ ମନ୍ଦିର ଏବଂ କଣ ହଉଛି ତାର ଖବର ବି ଆପଣ ପାଉଛନ୍ତି। ତେଣୁ ଅଭିଯୋଗଟା ଉତ୍ତରପ୍ରଦେଶ ଏବଂ ସେ ଅଯୋଧ୍ୟା ପରିସର ଭିତରୁ ଆସିଛି ଏବଂ ଯୋଉ ସବୁ ଇଣ୍ଡିଭିଜୁଆଲ କମନ ଲୋକ ସେଇଥିପାଇଁ ତ ସଞ୍ଜୟ ସିଂଙ୍କର ଅଭିଯୋଗ କଲା ବେଳେ ତାଙ୍କ ଭିତରେ ସେ କନଫିଡେନ୍ସ ଟା ଦେଖାଯାଉଛି କାରଣ ସେ ସବୁ ରେଗୁଲାର ତାଙ୍କୁ ମିଳିଛି ତଥ୍ୟ ମିଳିଛି ସେ ସେତିକି କନଫିଡେଣ୍ଟଲି କହୁଛନ୍ତି ଆପ୍ର ସାଂସଦ ଶୁଣନ୍ତୁ କେହି କହିବା ଦରକାର ନାହିଁ। ଆପଣ ଗୋଟେ ଲୋକ ବିଜେପିର ଜଣେ ନେତା ଥିଲା ସେ ଜଣେ ତ ଗୋଟେ ପଞ୍ଚାୟତର ସରପଞ୍ଚ ଥିଲା କି ଗୋଟେ ସଭାପତି ଥିଲା ସାଇକେଲରେ ପ୍ରଚାର କରୁଥିଲା ବା RSS ର କିଏ ପ୍ରଚାରକ ଥିଲା କେତେ ପରିବର୍ତ୍ତନ ହେଇଛି ଦେଖିଲେ ବର୍ତ୍ତମାନ ସେ ମାନେ ଫରେନ୍ ଇମ୍ପୋର୍ଟେଡ ଗାଡି ଧରିକିରି ବୁଲୁଛି ବିଭିନ୍ନ ଜାଗାରେ ବିଲ୍ଡିଂ ହେଇଛି ବିଭିନ୍ନ ଜାଗାରେ ହୋଟେଲ ହେଇଛି। ତେଣୁ ଏଇ ଯୋଉ ପରିବର୍ତ୍ତନ ଟା ଲାଇଫଷ୍ଟାଇଲ ଏବଂ ତାର ଆସେଟ ର ପରିବର୍ତ୍ତନ ସାଧାରଣ ଲୋକଙ୍କର ଯଦି ଏତିକି ହେଇଛି ଅର୍ଡିନାରୀ କର୍ମୀଙ୍କର ଏବଂ ପ୍ରଚାରକଙ୍କର ଯଦି ଏତିକି ହେଇଛି ତାହେଲେ ସର୍ବୋଚ୍ଚ ସ୍ତରରେ କେତେ ହେରଫେର ହେଇଥିବ ଏଇଟା କଣ ଲୋକ ଜାଣିପାରୁନାହାନ୍ତି ଲୋକ ଜାଣୁଛନ୍ତି କିନ୍ତୁ ସେଟା ଦଣ୍ଡନୀୟ ହବ କି ନାହିଁ କିଏ କରିବ ମାନେ ଆମେ ଦେଖୁଛନ୍ତି ଟୋଟାଲ ବିଚାର ପ୍ରକ୍ରିୟା ପୋଲିସ ଗୋଟେ ଏଫଆଇଆର ଗ୍ରହଣ କରୁନି ପ୍ରଶାସନ ଏଫଆଇଆର ଗ୍ରହଣ କରୁନି ଏପରିକି ମାନେ ବହୁ ତାଙ୍କ ଭିତରେ MLA ମନ୍ତ୍ରୀ ବି ଅଛନ୍ତି ସିଏ ମୁହଁ ଖୋଲିକିରି କହୁନାହାନ୍ତି ଆଜ୍ଞା କେହି କହିଲେଣି ଆମେ ମୁହଁ ଖୋଲିଲେ ଆମକୁ ମର୍ଡର କରିଦେବେ ଏଇଭଳି ଯେତେବେଳେ ଯୋଉମାନେ ବି କହୁଛନ୍ତି ଶେଷ ଧାଡିଟି ଏଇଠି କହୁଛନ୍ତି ଯେ ଆମେ ଏତିକ କଥା କହିଲୁଣୁ ଆଗାମୀ ସମୟରେ ଆମେ ଆମ ସହିତ କଣ ବି ଘଟିପାରେ। ଆଚ୍ଛା ଓକେ କିନ୍ତୁ ଗୋଟେ କଥା ହଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ମୁହଁରେ ଏଇ କଥା ରହିଛି ଯେ କୁମ୍ଭୀରଙ୍କୁ ଛାଡିକିରି ଛୋଟିଆ ମାଛ ଧରା ଯାଇଛି ବୋଲିକି ଏଇ ଯୋଉ ପ୍ରସଙ୍ଗଟି ରହିଛି ଆମେ ଦେଖି ଆସୁଛୁ ସଂଘ ମୁଖ୍ୟ ମଧ୍ୟ ଏଇ ପ୍ରତିଷ୍ଠାରେ ଯେମିତି ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତି ଥାଏ ସେମିତି ତାଙ୍କର ମଧ୍ୟ ଉପସ୍ଥିତି ଥାଏ ତ ସଂଘ ପରିବାର ଏଇ ଘଟଣାକୁ ନେଇକିରି ନିଶ୍ଚୟ ପ୍ରଭାବିତ ହେଇଥିବ। ପୂର୍ବରୁ ବହୁତ ଘଟଣା ହେଇଛି ଯୋଉ ଘଟଣାରୁ ସେମାନେ ବର୍ତ୍ତି ଯାଇଛନ୍ତି କିନ୍ତୁ ଏଇ ଯୋଉ ରାମ ମନ୍ଦିର ଦାନ ଅର୍ଥ ଚୋରିର ଯୋଉ ପ୍ରସଙ୍ଗରୁ ମୁକ୍ତି ପାଇବା ଏତେ ସହଜ ହବ କି? ନାଇଁ ଯଦି ଆମେ ଯଦି ନିର୍ବାଚନ କଥା ଦେଖିବା ନିର୍ବାଚନ ଯଦି ଫ୍ରି ଆଣ୍ଡ ଫେୟାର ହୁଅନ୍ତା ବର୍ତ୍ତିବାର କୌଣସି ଚାନ୍ସ ନାହିଁ ହେଲା କି କାରଣ ବିରାଟ ବଡ ଘଟଣା ବିରାଟ ବଡ ଘଟଣା ମାନେ ଟୋଟାଲ ମାନେ ହିନ୍ଦୁ ମାନଙ୍କର ଆସ୍ଥା ଉପରେ ଆକ୍ରମଣ କିନ୍ତୁ ସେଇ ନିର୍ବାଚନ ଯଦି ନ ହୁଏ ବିଲକୁଲ ଆପଣ ପାର୍ଲାମେଣ୍ଟ ସେସନକୁ ଲକ୍ଷ୍ୟ କରନ୍ତୁ ମାନେ କଣ ବିଲ୍ ଆସୁଛି କଣ କରିବେ। ଦ୍ୱିତୀୟ କଥା ହଉଛି ଏଇ ପାର୍ଲାମେଣ୍ଟରେ ହୁଏତ ମୁଁ ଆଗରୁ ସନ୍ଦେହ କରୁଥିଲି ବେଙ୍ଗଲକୁ ଦି ତିନିଟା କରିପାରନ୍ତି ହେଲା କି ପ୍ରଦେଶରେ ଉତ୍ତରପ୍ରଦେଶକୁ ଭାଗ ଭାଗ କରିବା ବିଲ୍ ଆସିପାରେ ବୁଝିପାରିଲେ କି? ଆଚ୍ଛା ସେ ତ 20 ତାରିଖ କିନ୍ତୁ ସେ ସବୁ ବିଲ୍ ଆସିବା ପୂର୍ବରୁ ପ୍ରଥମ ଦିନରୁ ଏ ପ୍ରସଙ୍ଗଟି ଯେ ଉଠିବ ଇଏ ତ ପ୍ରଥମ ଦିନରୁ ଉଠିବ କେତେ ସମୟ ଚାଲିବ ଆପଣ ସେଇଟା ଲକ୍ଷ୍ୟ କରନ୍ତୁ। ଏପର୍ଯ୍ୟନ୍ତ ନା ଗୃହମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି ନା ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି ତ ଡେଫିନେଟଲି ବିରୋଧୀ ଏ ପ୍ରସଙ୍ଗ ଉଠେଇବେ। ଆପଣ ଦେଖନ୍ତୁ ଗୋଟେ କଥା ଜାଣିବାକୁ ଚାହୁଁଛି ଯେ ଏହାକୁ ନେଇକିରି ମନେକର ଅଖିଲେଶଙ୍କ କଥା କୁହାଯାଉଛି ଆପଣ ଦେଖିଥିବେ ଯୋଗୀଙ୍କର ପ୍ରତିକ୍ରିୟାରେ ସେ ମୁଲାୟମ ସିଂ ୟାଦବଙ୍କ କଥା କହୁଛନ୍ତି ଦେଖ ସେମାନେ କହୁଛନ୍ତି ଆଜି ତାଙ୍କ ଘର ଲୋକ କହୁଛନ୍ତି ଚାନ୍ଦା ଚୋରି କଥା ଦେଖ ସେ କାହାକୁ ମାରିଥିଲେ ସେ କଣ କରୁଛନ୍ତି କିନ୍ତୁ ତା ଭିତରେ ସେ ପଦ୍ମ ପୁରସ୍କାର ଦବା କଥା ଭୁଲି ଯାଇଛନ୍ତି ସମ୍ଭବତଃ କିନ୍ତୁ ସେ ପ୍ରସଙ୍ଗ ଆସୁଛି। କଂଗ୍ରେସ ମାନେ ଆମେ ବିରୋଧୀ ଦଳ ନେତା ତାଙ୍କର ଷ୍ଟାଣ୍ଡକୁ ନେଇକିରି ଟିକେ ଅଲଗା ପ୍ରକାର ଆଜି ମୁଁ ଦେଖୁଥିଲି ପ୍ରେସ ମିଟ୍ କହ୍ନୈୟା କୁମାରଙ୍କର ସେ କହୁଥିଲେ ଯେ ଏହାକୁ ନେଇ ପଲିଟିକ୍ସ କରିବାକୁ ପ୍ରତିପକ୍ଷ ନେତା ଚାହୁଁନାହାନ୍ତି ନେତା ପ୍ରତିପକ୍ଷ ଚାହୁଁନାହାନ୍ତି କାରଣ ଆମ ପାଖରେ ଆହୁରି ବହୁତ ପ୍ରସଙ୍ଗ ଅଛି ହେଇଥାଇପାରେ ବହୁତ ପ୍ରସଙ୍ଗ ଡେଫିନେଟଲି ଦେଶରେ ଅଛି ଶିକ୍ଷା ସ୍ୱାସ୍ଥ୍ୟ ଆମେ ରୋଜଗାର କଥା କହୁଛୁ ଆମେ ପରୀକ୍ଷା ପିଲା ଏମିତି ହଇରାଣ ହେଇଛନ୍ତି ପରୀକ୍ଷା ଦବାରେ ଏସବୁ କଥା ଥାଇପାରେ କିନ୍ତୁ ଏଇ ଯୋଉ ପ୍ରସଙ୍ଗରୁ ନେତା ପ୍ରତିପକ୍ଷ ନିଜକୁ ଆମେ ଧର୍ମର ପ୍ରସଙ୍ଗ କହିବୁ ନାହିଁ ବୋଲି ଅଲଗା ରଖିବା ଏହା ଉଚିତ ହଉଛି କି?
ଦେଖନ୍ତୁ ଏଇଟା ଯଦି ତାଙ୍କ ପାଇଁ ପ୍ରସଙ୍ଗ ନୁହଁ କିଛି ମାନେ ମାସେ ତଳେ ହଁ ଆରଏସଏସ ପ୍ରସଙ୍ଗ କର୍ଣ୍ଣାଟକରୁ ଉଠିଛି ନା ନାଇଁ? ହଁ ଉଠିଛି ଯୋଉଠି ମାନେ ହଁ ଏଇ ଯୋଉ ତମେ ଏନଜିଓ ତାର ରେଜିଷ୍ଟ୍ରି ନମ୍ବର ଦିଅ ଏଇ ପ୍ରସଙ୍ଗ ଉଠିଛି ନା ନାଇଁ? ହଁ ଆଚ୍ଛା ଆରଏସଏସ ପ୍ରସଙ୍ଗ ହୁଁ ମାନେ ଏତେ ମାନେ ଲୋକାଲାଇଜ ହେଇପାରେ, ହଁ ଏତେ ଗ୍ରହଣୀୟ ହବନି, କିନ୍ତୁ ଏଇଟା ତ ସମଗ୍ର ଭାରତ ବର୍ଷରେ ମାନେ ଚର୍ଚ୍ଚା ଭିତରେ ଥିଲା, ଲୋକଙ୍କର ବିଶ୍ୱାସ ଭିତରେ ଥିଲା। ଯେ ମନ୍ଦିରରେ ପ୍ରିୟଙ୍କର ଆରଏସଏସ ସମ୍ପର୍କିତ ପ୍ରଶ୍ନକୁ ତ ରାମ ମନ୍ଦିର ଇସ୍ୟୁ ସହିତ ଯୋଡା ଯାଉଛି ଯେ ଯଦି ତାଙ୍କର ସବୁ ଖାତା କାଗଜ କଲମ ଥାଆନ୍ତା, ଖାତା ଖତିଆନ ଥାଆନ୍ତା, ତାହେଲେ ସେମାନଙ୍କର ଆଉ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଗୋଟେ ମାନେ ଯାହା କୁହନ୍ତି ଟ୍ରାନ୍ସପରେନ୍ସି ରହିପାରନ୍ତା ବୋଲିକି ଏ ପ୍ରଶ୍ନ ତ ଉଠୁଛି। ନିଶ୍ଚିତ ଘଟଣା ହଉଛି ଇଟ୍ ଇଜ ଏ ପବ୍ଲିକ ଟ୍ରଷ୍ଟ। ହଁ ଆପଣ ଯେକୌଣସି ଆପଣ ଗୋଟେ ଚାନ୍ଦା ଆଦାୟ କରିପାରିବେନି, ଆପଣ ନିୟମ ଅନୁଯାୟୀ ଆପଣ କହିପାରିବେ କି ଯେ ଆମେ ଏଇ କାମ ପାଇଁ ଚାନ୍ଦା ଆଦାୟ କରୁଛୁ, ଆପଣ ଆପଣ ସାହିର ପୂଜାଟିଏ କରୁଛନ୍ତି, ଆପଣ ମୋର ମାନେ ବସିକିରି ନିଷ୍ପତ୍ତି କରିକିରି, କାରଣ ସେଟା ହଉଛି ନିଷ୍ପତ୍ତି। ମାନେ ଆଶା କରୁଛୁ ତ ଗୋଟେ ରସିଦ ମିଳୁ ଆମକୁ, ଆମେ ଯଦି 500 ଟଙ୍କା ଦେଲୁ ଯେ। ଆଚ୍ଛା କିନ୍ତୁ ଆପଣ କଟକରେ ଦେଖିବେ ପୂଜା କମିଟିର ଯୋଉ ରସିଦ ଦ୍ୱାରା ଚାନ୍ଦା ଆଦାୟ ହଉଛି ନା ନାଇଁ? ଯେକୌଣସି ଜାଗାରେ ଜଣେ ଚାନ୍ଦା ଆଦାୟ କଲେ ୱିଦାଉଟ୍ ରସିଦ ଦ୍ୟାଟ୍ ଇଜ ଏ କ୍ରାଇମ୍, ଅଫେନ୍ସ, ବୁଝିପାରିଲେ କି? ତେଣୁ ଏଇଟା ପବ୍ଲିକ ଫଣ୍ଡ। ଦ୍ୱିତୀୟ କଥା ହେଲା କେବଳ ଚାନ୍ଦା ଯିଏ ଦେଲେ ସିଏ ନୁହଁ, ଯେତେ ଲଜିଷ୍ଟିକ ସପୋର୍ଟ ଦ୍ୱାରା ଯୋଉ ଖର୍ଚ୍ଚ ହେଲା, ଧରନ୍ତୁ ପ୍ରଧାନମନ୍ତ୍ରୀ ଯାଉଛନ୍ତି, ଆରଏସଏସ ର ମୁଖିଆ ଯାଉଛନ୍ତି, କେତେ ତାଙ୍କର ସିକ୍ୟୁରିଟି, ଯୋଗୀ ଯାଉଛନ୍ତି, କେତେ ସିକ୍ୟୁରିଟି, ତାଙ୍କର ମନ୍ତ୍ରୀ ମାନେ ଯୋଉ ସବୁ ଭିଆଇପି ଦର୍ଶନ କଲେ, ଆପଣ ସେତେବେଳେ ଥିବ ଯୋଉ ଭିଆଇପି ଦର୍ଶନ, କେତେ ଆଚ୍ଛା ତାହେଲେ ଅଲ୍ଟିମେଟଲି ପବ୍ଲିକ ଏକ୍ସଚେକରରୁ ଯାଉଛି ନା ନାଇଁ? ତେଣୁ ଇଟ୍ ଇଜ ଏ ପବ୍ଲିକ ଟ୍ରଷ୍ଟ। ସେଇ ପବ୍ଲିକ ଟ୍ରଷ୍ଟ ତ ଅଡିଟ୍ ହବ ନା ନାଇଁ, କୋର୍ଟ ତା ଦେହରେ ହସ୍ତକ୍ଷେପ କରିବ ନାହିଁ ନାଇଁ, କିନ୍ତୁ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ ସୋମଟ କଲେନି। କରିଦବା କଥା, କାରଣ ସୁପ୍ରିମକୋର୍ଟଙ୍କ ଜାଣତରେ ସବୁ କଥା ଘଟିଛି। ସୁପ୍ରିମକୋର୍ଟ ତାଙ୍କର ଏଇଟା ଶୁଣନ୍ତୁ, ତାଙ୍କର ନିର୍ଦ୍ଦେଶରେ ଯଦି କୁହାଯାଏ ରାମକୁ ହିଁ ସେ ଜନ୍ମ ଦେଇଛନ୍ତି, ସୁପ୍ରିମକୋର୍ଟ ରାୟ ହିଁ ରାମ ମନ୍ଦିରକୁ ଜନ୍ମ ଦେଇଛନ୍ତି, ଏବଂ ସମସ୍ତେ ବର୍ତ୍ତମାନ ଅଛନ୍ତି ଯୋଉ ସୁପ୍ରିମକୋର୍ଟର ଯୋଉ 5 ଜଣ ମୁଖ୍ୟ ବିଚାରପତି ବିଭିନ୍ନ ପ୍ରକ୍ରିୟାରେ ରାୟ ଦେଇଥିଲେ ଏବଂ ବେଞ୍ଚରେ ବି ରାୟ ଦେଇଥିଲେ, ସମସ୍ତେ ବଞ୍ଚିଛନ୍ତି। ପ୍ରଥମେ ତାଙ୍କୁ ଆଘାତ ଲାଗିବା କଥା ଯେ ଆମେ ଏଭଳି ଗୋଟେ ରାୟ ଦେଲୁ, ମାନେ ଗୋଟେ ଟାଇଟେଲ ସୁଟ୍ କୁ ବିଶ୍ୱାସ ପାଇଁ ଆସ୍ଥାକୁ ହିଁ ଆମେ ଗୁରୁତ୍ୱ ଦେଲୁ, ଏବଂ ମୁସଲିମ କମ୍ୟୁନିଟି ବି କିଛି ପ୍ରତିବାଦ କଲେନି, କାରଣ ସେ କହିଦେଇଥିଲେ ସୁପ୍ରିମକୋର୍ଟ ଯାହା ରାୟ ଦବ ଆମେ ମାନି ନେବୁ। ସେ ପ୍ରତିବାଦ କଲେନି, ସେ ଆସ୍ଥା ଯେତେବେଳେ ଖର୍ବ ହେଇଛି ସେ ତ ପ୍ରଥମେ ଇଣ୍ଟରଫିୟର କରିବା କଥା, କିନ୍ତୁ ଯେତେବେଳେ ପିଏଲ ଗଲା ସୁପ୍ରିମକୋର୍ଟ ମନିଟର ତାକୁ ତ ଇମିଡିଏଟଲି ସେ କହିଲା ଆକାଶ ଛିଣ୍ଡି ପଡିବନି, ଆସନ୍ତା କାଲି କଣ ମାନେ ହିୟରିଂ କରିବେ, ତା ଦେହରେ କିଛି ହବନି। ତାହେଲେ ଆପଣ ଏଇ ନ୍ୟାୟଟା କୋଉଠି ପାଇବେ? ଏଇ ନ୍ୟାୟ ଯେତେବେଳେ ପାଇବେନି, ସବୁ ଯେତେବେଳେ କବ୍ଜା ହେଇଯାଇଛି ପ୍ରଶାସନର ବିଭିନ୍ନ ନ୍ୟାୟିକ ପ୍ରକ୍ରିୟା, ପ୍ରଶାସନ, ନିର୍ବାଚନ କମିଶନ ଯେତେବେଳେ କବ୍ଜା ହେଇଯାଇଛି, ସେ କ୍ଷେତ୍ରରେ ରାହୁଲ ଗାନ୍ଧୀ ବା ମୁଖ୍ୟ ବିରୋଧୀ ଦଳ ରାସ୍ତାକୁ ଆସିବା କଥା। ଆଗରୁ ସେ କହୁଥିଲେ ନା 50 ବର୍ଷ ନିର୍ବାଚନ ହାରିଲେ ବି ଆମର କିଛି ଭୟ ନାହିଁ। ତାହେଲେ ସେ ଯଦି ଆସନ୍ତେ ଏବଂ ସେଇଟା ଲୋକଙ୍କ ପାଖକୁ ବାର୍ତ୍ତା ଯାଆନ୍ତା ନା ନାହିଁ? ଆପଣ ଗତକାଲି ଦେଖିଥିବେ ଜଣେ ଆଡଭୋକେଟ ନୁହଁ, ଜଣେ ପିଟିସନର, ଆଡଭୋକେଟ ଇନ୍ ପର୍ସନ ଯାଇକିରି ମାନେ ଡବଲ ବେଞ୍ଚରେ କେମିତି ଚିଫ ଜଷ୍ଟିସ କି ଗାଳି ଦେଇକିରି ଯୋଉ କାଗଜ ଏବଂ ବେଞ୍ଚ ବି କହିଲା ଏଇଟା ଗୋଟେ ତୀବ୍ର ଅସନ୍ତୋଷର ପ୍ରତୀକ। ତାହେଲେ ସମାଜ ଭିତରେ ଯୋଉ ଅସନ୍ତୋଷଟା ଅଛି ତାକୁ କିଏ ନେତୃତ୍ୱ ଦେବ? ପଲିଟିକାଲ ଲିଡରସିପ ତ। ଏବଂ ଯଦି କଂଗ୍ରେସ ଦାବି କରୁଛି ଯେ ଆମେ ମୁଖ୍ୟ ବିରୋଧୀ ଦଳ, ଅଲ୍ଟରନେଟିଭ ଟୁ ବିଜେପି ବା ମୋଦି, ତାର ରିସ୍କ ନେବା ଉଚିତ। ମୋର ଧାରଣା କଂଗ୍ରେସ ଯେତେବେଳେ ଆସୁଛି ସେମାନେ ଆଉ ଗୋଟେ ପ୍ରସଙ୍ଗ ବି କହୁଛନ୍ତି, କାରଣ ଏ ଧାର୍ମିକ ପ୍ରସଙ୍ଗ ବୋଲିକିରି ୟାକୁ ତ କହିସାରିଛନ୍ତି, ତା ସାଙ୍ଗରେ ଆଉ ଗୋଟେ କହିଛନ୍ତି ଯେ ହୁଏତ କମନ ମିନିମମ ପ୍ରୋଗ୍ରାମରେ
आमे समस्ते एकाठी हेचु किंतु कांग्रेस तार घटक दल को डिटेक्ट करिबनी जे तमे राम मंदिर विषय कोन कहिबो न कहिबो सेमानकु स्वाधीनता अछि किंतु आमे वर्तमान एई जिंस को कंसंट्रेट करछु ताकू कंसंट्रेट करू न गोटे प्रकार एई प्रकार वार्ता दैचंती बर्तमान तो राहुल गांधी कोठी अछंती जणा नाही माने जाइचंती हला कि एते बड़ इश्यू रे जदी मुख्य नेता प्रश्न उठेबेनी कोठी गोटा ट्वीट करदेवे तार किसी माने नहीं लोक देश लक्ष्य करुची अन्य माने किए कौन सांबादिक सम्मेलन कले न कले सेटा गोटे डुअल स्टैंडर्ड दरकार पड़ले कह ना आमर तो मुख्य नेता कही नथिले बुझिबले कि ते कहिथिले आ जदी पचरा हबो जे काई कर नथला आमर तो करिथिले देखो आमर करिथिले ए जो खोला खोली तमे कहया कथा एवं दरकार पड़ले समग्र भारत वर्ष रे एई इश्यू नै करी एटा धर्म नै करी राजनीति होउनी जदी के अभियोग करे अभियोग आसी पारे जो अभियोग एटा धर्म नै करी राजनीति आपण कोन दान देइचंती जे आपण ए विषय कहउचंती हां मो दान देइनी मोर जेतेबेले कोटी कोटी टंका सेठी खर्च होउची बजेट जेतेबेले अन्य बजेट जेतेबेले ह्रास होउची मो जेतेबेले बैंक रे पैसा टी रखुची अन्य जो दरदाम टा बढ़ुची इनडायरेक्टली मो अफेक्ट होउनी कि तेणु प्रत्येक टी दियासिल टी जे किणुची सी भी दान तापर अन्य कथा हला जे कांग्रेस लोक कौन दान दे ना राहुल गांधी दान न देले 5 लाख टका दान ये देथिले दिग्विजय सिंह से तो चेक रे दान देथिले उत्तर प्रदेश सब दान देथिले बुझिबले कि तेणु इट इज ए पब्लिक प्रॉपर्टी एटा आरएसएस बा बीजेपी बा कौन सी निर्दिष्ट संगठन पांठी नुह आसुची जे आमे दान देलु आम मंदिर आमे चोरी कलु तमे काई प्रश्न पचारछ बा तमे काई ए प्रसंग उठौछ एई भलिया जुक्ति मध्ये आसुची अच्छा ताले से जुक्ति अनुसार जदी पुरी रे ओडिसा लोक जदी माने पुरी पंडा माने माने बाड़े गिरी ता भितरु गले पूरा नियम कर देबे हम जो टिकट दर्शन हेले जेतले बीजेडी टिकेट दर्शन पे शृंखलित दर्शन पे करू नथले हां पांड्यान थेले बेले माने गर्जन करू नथले कोणार्क जेतले किछ पैसा ना पे जो एंट्री पड़ी थले कर नथले अच्छा सेगुडा तो से कहबे कोणार्क वाला कहबे आम अंचल एटा मंदिर जे जा इच्छा होची आस देख 100 टका 5 टका 1000 टका दियो पुरी वाला कहबे भी दियो जोठी मंदिर अछि दियो ताहले तो देश रे माने जे नै से चंदा आदाय करि परिवो एमिति होएनी यार माने कौन से यार संवैधानिक वैधता नहीं किंतु ए प्रश्नटा को जे उठेइबो एवं प्रॉपर माने कोन पृष्ठभूमि को रखी परिवो मोर धारणा राहुल गांधी रखी परिबेनी सेथि पई काई के कादुरे पसिबे कहीं गोड़ धोबे माने किंतु गोटे कथा स्थिर जे समग्र जदि आमे देखिबा संघ परिवार बीजेपी एर माने राजनीतिर बड़ आधार होची राम मंदिर आ से आधार चहली जाइछि ए प्रसंग रे तार चहली कि नहीं आमे बर्तमान कहि परियनी आधार होची माने नकली धर्म हला कि माने आपन के एबे भी डाउट अछि जे कोनसी प्रकार क्षतिग्रस्त हेइ नथिबो दल नहीं तो क्षतिग्रस्त हेले भी क्षतिग्रस्त कथा कहूनी जो जो माने जहा कुहा जाय जो ओराटा क्रिएट करथिले राम मंदिर को नेकरी ता सेथिरे गोटे डेंट बाजिछि ना नहीं से माने सेटा भी माने कोन परीक्षा योग्य बुझि पाले कि से कारण जो प्रकार एमानकर मस्तिष्क आइदर ताहले पूरा दलटा को छाड़ी के आसे पड़िबो बुझिपारे कि आज तो बीजेपी रे मिशन ना मिशन ना नहीं मिश्रण पर्व होची ना नहीं अच्छा ताले एटा केते सीरियसली नउचंदी तानो वोट राजनीति ही मुख्य ताकर धर्म सहित किछि जायस नहीं धर्म रे भी से माने प्रकृति रे भी हिंदू धर्म रे भी से माने विश्वास करंती नहीं तेणु एटा तांको पई बड़ कथा न एवं से जानि चांती जेहेतु सम्मुख रे कांग्रेस मुख्य विरोधी दल निर्वाचन को मोदी तांकर भाषण देकरी मिछ सत कहिकरी से एडी जिबे आपण लक्ष्य करनांती
ବିଜୁ ପଟ୍ଟନାୟକ କୁ ଏଠି କେମିତି କହୁଥିଲେ ସେ ସ୍ୱାଧୀନତା ସଂଗ୍ରାମୀ ନୁହଁ ଅମକ ନୁହଁ ସମକ ନୁହଁ ବହୁ ଇଣ୍ଡୋନେସିଆରେ ଯାଇକିରି ଭାଷଣ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଆଜ୍ଞା ଏଇ ଦି ଦିନ ତାହେଲେ ସମୟ ଅଛି ବର୍ତ୍ତମାନ ରାମ ମନ୍ଦିର ପ୍ରସଙ୍ଗକୁ ବଦଳେଇବା ପାଇଁ ନାରେଟିଭ ମଧ୍ୟ ତିଆରି ହେଇଯାଇପାରେ। ହଁ ହେଇପାରିବ ଆଉ କିଛି ଗୋଟେ ନେଇଆସିବ ଆମେ ଜାଣିପାରିବାନି। ଆଜ୍ଞା ଆଉ ଗୋଟେ କଣ ଇସ୍ୟୁ ଆମେ ତା ଦେହରେ ହିଁ ମାତିଯିବା ହୁଏତ ଏଇ ଯୋଉ ଡିଲିମିଟେସନ ଏସବୁ କଣ ହେଇକିରି ଆସିବ ତେଣୁ ଆମେ ଜାଣିପାରିବାନି। କିନ୍ତୁ ଯେବେ ଯେବେ ରାମ ମନ୍ଦିର ନାଁ ଧରାଯିବ ସେବେ ସେବେ ପ୍ରସଙ୍ଗ ସମସ୍ତଙ୍କ ଆଖି ଆଗକୁ ଆସିବ ଏଇଟା ସ୍ଥିର। ନିଶ୍ଚିତ ନିଶ୍ଚିତ ଦେଖନ୍ତୁ ସମସ୍ତ ଶଙ୍କରାଚାର୍ଯ୍ୟ ଏପରିକି ଆମର ପୁରୀ ଶଙ୍କରାଚାର୍ଯ୍ୟ ବୋଧେ 2 ଦିନ ତଳେ ବିବୃତ୍ତି ଦେଇଛନ୍ତି ଯେ RSS BHP ଏଗୁଡା ଡକାୟତ ବୋଲି ଦେଇଛନ୍ତି। କିନ୍ତୁ କଥାଟା ହଉଛି ମାନ ବା ସମ୍ମାନ ସେଇମାନଙ୍କର ହାନି ହୁଏ ଯୋଉମାନେ ମାନ ସମ୍ମାନ ପ୍ରତି ମାନେ ମିନିମମ୍ ଗୁରୁତ୍ୱ ଦିଅନ୍ତି ଆଉ ଯାହାର ସେଇ ଗୁରୁତ୍ୱ ଦଉନାହାନ୍ତି ଏବଂ ଗୋଟା କମ୍ଫର୍ଟେବୁଲ ଲାଇଫ ଗାଡି ଘୋଡା ଏଥିରେ ଯୋଉମାନେ ବା MLT ହବା MPT ହବା ଏଥିରେ ଯୋଉମାନେ ଖୁସି ଏତେ ଶୀଘ୍ର ବାଧିବନି କିନ୍ତୁ ସେମାନେ ତାଙ୍କ ଛୁଆ ପିଲା କିନ୍ତୁ ତାଙ୍କୁ ଲକ୍ଷ୍ୟ କରୁଛନ୍ତି ଏପରିକି ତାଙ୍କ ସ୍ତ୍ରୀ ବି ତାଙ୍କୁ ଲକ୍ଷ୍ୟ କରୁଛନ୍ତି। ଯେତେବେଳେ ସେ ଜୋର ଦେଇକିରି କହିବେ ନିଶ୍ଚିତ ଲକ୍ଷ୍ୟ କରୁଥିବେ କିଛି ନ କହିଲେ ବି ମନ ଭିତରେ କହିବେ ଯେ ଏଇଟା ଗୋଟେ ଚୋର ପାର୍ଟି। ବାହାରକୁ ନ କହିଲେ ମଧ୍ୟ ମନ ତ ଜାଣିବ ଯେ କଣ କରାଯାଇଛି କଣ ହେଇଛି। ଆଜ୍ଞା ନିଶ୍ଚୟ ନିଶ୍ଚିତ ସେ ମନ ଆଗରେ ତ ଜବାବଦେହି ହବାକୁ ପଡିବ ଆଉ କୋଉଠି ନହେଲେ। ଆଜ୍ଞା ବହୁତ ବହୁତ ଧନ୍ୟବାଦ ବିଜୟ ସାର୍ ଏ ସମ୍ପର୍କରେ ଆପଣ ସବିଶେଷ ଆଲୋଚନା କରିଛନ୍ତି। ଆମେ ରାମ ମନ୍ଦିର ଦାନ ଅର୍ଥ ଚୋରିର ପ୍ରସଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଉ ମୋଡ ନେଇଛି ଏହାର ରାଜନୈତିକ ପ୍ରଭାବ ବା ପରିଣାମ କଣ ହେବାକୁ ଯାଉଛି ପ୍ରତିପକ୍ଷ ରାଜନୈତିକ ଦଳ ମାନଙ୍କର ଷ୍ଟାଣ୍ଡ ଏ ସମ୍ପର୍କରେ ଚର୍ଚ୍ଚା କରୁଥିଲେ। ଏହି ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି। ନମସ୍କାର।